ପାତାଳପୁରରେ ମୁନି ପ୍ରବେଶ ହୋଇଲେ କି କାଟିଲି ଗୋଟା ଚଲଣା ହଉ। ଶାଶୁ ବୋହୁ ଦୁହେଁ କରିଣ କଳହ ଡାଲିକୁ କଲେ ଅଲଣା ଦେଖି କରି ମକର ଧ୍ୱଜ ତର ତରେ ଗଲେ କି କି ନଡ଼ିଆ ଗଛର ଚେର ହଉ। ପୋଡ଼ା ପିଠା ଖଣ୍ଡେ ଦେବି ଦିଅର ମୋ ପିଲାକୁ ଟିକିଏ ଧର ଦେବସିଂହ ପାଦ ତଳେ ଯାଇଣ ପଡ଼ିଲେ କି କି ଡେଇଁ ଡେଇଁ ଗଲା ବଣି ହଉ। ଗୋଟିଏ ଘରରେ ଛଅଟା କାଣି ଯେ କିଏ ଯିବ ପାଣି ଆଣି ମୋର ପୁରାଣ ଚାଲିଛି ତୋର ସିଆଡେ ସେ ସବୁ କଣ ଚାଲିଛି ରେ ପୁରାଣ ଚାଲିଛି ମୋର ନାଇଁ ବନ୍ଦ କରେ ହଁ, ହଁ। ଦେବର୍ଷି ନାରଦ ଆଚ୍ଛା ଆଚ୍ଛା ପାତାଳପୁର ଯାଇ ପହଞ୍ଚି ଗଲେ ଆଚ୍ଛା ପାତାଳପୁରରେ କଣ ଦେଖିଲେ ଭାଇନା ହନୁମାନଙ୍କର ପୁଅ ମକର ଧ୍ୱଜ ବସିଥିଲେ ହଁ ହଁ ପ୍ରଣିପାତ ଯାଇ ହେଲେ ଦେବର୍ଷି କହିଲେ ଦେବର୍ଷି ହଁ ମୁଁ ଆପଣଙ୍କୁ ଅନେକ ଦିନ ତଳେ କହିଥିଲି ଆଚ୍ଛା ଆଚ୍ଛା ଯେ ମୋରି ହଁ ପୁଅ ପାଇଁ ବୋଲି ହଁ ହଁ ଗୋଟେ କନ୍ୟା ପାତ୍ରୀ ଯୋଗାଡ଼ କରିଦେବା ପାଇଁ କହିଥିଲେ ଆପଣ କଣ ଯୋଗାଡ଼ କଲେ କଲେ କହିଲେ ବାପାରେ ଉପଯୁକ୍ତ କନ୍ୟା ପାତ୍ରୀ ଯୋଗାଡ଼ କରିଛି ହଁ, ଉପଯୁକ୍ତ କନ୍ୟା ହଁ ଆଚ୍ଛା ଆଚ୍ଛା ନା ମର୍ତ୍ତ୍ୟପୁରୀ ହଁ ହଁ ଚିତ୍ରାଙ୍ଗ ରାଜା ବୋଲି ଗୋଟେ ରାଜା ଅଛି ଧାର୍ମିକ ରାଜା ତାହାଙ୍କର ଝିଅ ରତ୍ନା ପ୍ରଭା ରତ୍ନା ପ୍ରଭା ସହିତ ଆଚ୍ଛା ତୋର ଆଚ୍ଛା ପୁଅର ପୁଅର ବାହାଘରଟା କରିବା କହିଲେ କେବେ କେବେ ନା ମେଷ ମାସ ଶୁକ୍ଳ ପକ୍ଷ ସପ୍ତମୀ ଦିନ ସେହି ସେହି ଦିନ ହବ ପୁଣି ବିବାହ ଯୋଜନ ତ ଦେବର୍ଷ ମାତ୍ର 5 ଦିନ ହେଲା ତାହେଲେ ଆମେ ଷଷ୍ଠୀ ଦିନ ଏଠୁ ବାହାରି ପଡ଼ିବାର ଅଛି ବାହାରି ପଡିବାର ଅଛି ତ କହିଲେ ହଁ ରେ ବାପା ହଁ, ହଁ। ଭାଇ ଆଚ୍ଛା, ଆଚ୍ଛା। ନାରଦ ଏଇ ବାର୍ତ୍ତା ଦେଇ ଚାଲି ଆସିଲେ ଆଚ୍ଛା କେମିତି ଚାଲି ଆସିଲେ ଦିନ ଭାଇନା ପରେ ଦିନ ଦିନ ପରେ ଦିନ ଦିନ ବିତି ଚାଲିଲେ ଯେତେବେଳେ ବାହାଘର ଦିନ ଆସି ପହଞ୍ଚିଲା ହଁ ହଁ ଚନ୍ଦ୍ରକାନ୍ତ ଆଚ୍ଛା, ଆଚ୍ଛା। ବରବେଶ ହୋଇ ହଁ। ପାତାଳପୁରରୁ ମର୍ତ୍ତ୍ୟପୁରକୁ ଯିବା ପାଇଁ ବାହାରିଲେ ଆଚ୍ଛା କେମିତି ବାହାରିଲେ ଏ ଭାଇନା ଚନ୍ଦ୍ରକାନ୍ତ ତହୁ ତହୁ ରହିଥିଲେ ହେ ଭଣ୍ଡାର ଘରେ ବୀର ବେଶ ହେଲେ ହେ ଅଣ୍ଟାରେ ଅଣ୍ଟାସ୍ତା ବାନ୍ଧିଲେ କନେଇ ବାହାରେ ବାଜୁବନ୍ଧ ବସନ୍ତ ଦିଶଇ କର୍ଣ୍ଣରେ କୁଣ୍ଡଳ ଦିଶଇ ଝଟ ଝଟ ହ ଶିର ପରେ କୁମର ବାନ୍ଧି ଦେଲେ ପାଟ ହ ପାଟ ପରି ନେଇ ଖଞ୍ଜିଲେ ମୁକୁଟ ଏହି ପରିବେଶ ହେଲେ ମକର ଧ୍ୱଜ ଧ୍ୱଜ ଚାଟ ଚାଟ ହ ରାମ ଯେ ଜୟ ରାମ ଯେ ଭଜ ରାମ ଯେ ନବୀନ ସୁନ୍ଦର ରାମ ଯେ ଏ ଚାଲୁଛନ୍ତି ପାତାଳ ସୈନ୍ୟ ବଳ ହ ପାଦ ଖେତେ ମେଦନି ହଉଛି ଗଲ ଗଲ ହ ବୁଦ୍ଧାଙ୍କ ଘାକୁଡ଼ି ବାଜେ ରଣ ଝଣ ହ ହସ୍ତିଙ୍କ ଘୁଣ୍ଟି ବାଜେ ଟଣ ଟଣ ହ ରଥ ବତକା ଉଡେ ଫର ଫର ହ ଯାଉଛନ୍ତି ପାତାଳ ପାତାଳ ସୈନ୍ୟ ବଳ ହ ବାଣକାରିଆ ମାନେ ମାନେ ଯେତେ ରହିଥିଲେ ହେ ଭଲ ଭଲ ବାଣ ଫୁଟା ଫୁଟାଇଣ ଦେଲେ ଭାଇରେ। ହେ ହଁ ବାଦ୍ୟ ନାଦ ସବୁ ଚଳାଇ ଯାଇ ମର୍ତ୍ତ୍ୟପୁରରେ ଯାଇ ପ୍ରବେଶ ପହଞ୍ଚିଗଲେ ହୋଇଗଲେ ଯେତେବେଳେ ଚିତ୍ରାଙ୍କ ରାଜା ଜାଣିପାରିଲେ ମୋର ଜ୍ୱାଇଁ ପୁଅ ଆସିଲା ବୋଲି ବାରିକ ପୁଣି ଭାଇ ସବୁ ବନ୍ଧୁଗଣ ଧରି ଗଲେ ଜ୍ୱାଇଁ ପୁଅକୁ ଯାଇ ପୁଣି ବାଟରେ ବରିଲେ ଭାଇ ହଁ ବାରିକ ବ୍ରାହ୍ମଣ ଶଙ୍ଖୁଆ ଯେତେ ସବୁ ଥିଲେ ଧରି ଯାଇ ଜ୍ୱାଇଁ ପୁଅକୁ ଆଚ୍ଛା ଆଚ୍ଛା ବାଟଣ ବାଟରେ ବରିଲେ ଯାହା ସବୁ ରାଜାଙ୍କର ରୋଷେଇବାସ ହୋଇଥିଲା କଣ କଣ ରୋଷେଇବାସ ହୋଇଥିଲା ଭାଇନା ତ ତାଥିରେ ବୁଝେଇବି ହଁ ବୁଝିବାକୁ ପଡିବ ନା ଆଉ। ଆରେ ବଡ ଲୋକ ହଁ ହଁ କ୍ଷୀରି ପୁରୀ ମିଠା ଛେନା ହଁ ହଁ ଖା ପିଅ କରି ଆଚ୍ଛା ଆଚ୍ଛା ଶୟନ କଲେ ଆଚ୍ଛା କେମିତି ଶୟନ କଲେ ଭାଇନା ଭାଇରେ ଶୋଇଛନ୍ତି ହଁ ରାତି ପାହିଲା ରାତି ପାହିଲା ହୁଁ। ଆଚ୍ଛା କେମିତି ରାତି ପାଇଲା ଭାଇନା ରାତି ପାଇଲାଟା ସିନା କହିଦେଲ ଯେ ହଁ। କିନ୍ତୁ କେମିତି ରାତି ପାଇଲା ସେଟା ମତେ ଟିକେ ବୁଝେଇକିରି କୁହ ସଠିକ କଥା କହିଛୁ ରେ ଭାଇ ହଁ ହଁ ରାତି ପାହିଲା ବୋଲି ଆମେ ସାଧା ଉପରେ କହିଲେ ଦାସ ସାଧା ଏଠାରେ ଉପରେ କିଛି କହିଲେ ଲେଖା ନାହିଁ। ଲୋକମାନେ କେହି ବୁଝିପାରିବେନି ନା ତାକୁ ରା- ଟିକେ ହଁ ଦବା ପୁରା ରାତି original ଟା ପାହିଲା କହିବାର ଅଛି ତ? କେମିତି ହଁ। ସେଇ ବିଷୟରେ ମୁଁ ଦୁଇ ପଦ ବର୍ଣ୍ଣନା କହୁଛି ଶୁଣି ଆଚ୍ଛା ଆଚ୍ଛା କେମିତି ଭାଇନା ହେଲେ କଣ ବୋଲିବି ଜାଣିଛୁ ନା ଭାଇ କଣ ବୋଲି ଭାଇନା ଗୋଟେ ଚଉତିଶା ଗୋଟେ ବୋଲିବି ରେ ଓ ସେଇଟା ତ ବୈଦ୍ୟନାଥ ଶର୍ମାଙ୍କର ହଁ ହଁ, ମୋର ହେତୁ ଶ୍ରୀଯୁକ୍ତ ସ୍ୱର୍ଗତ ବୈଦ୍ୟନାଥ ଶର୍ମାଙ୍କ ଲେଖାରୁ ଆଚ୍ଛା ଆଚ୍ଛା ଗୋଟେ ଚଉତିଶା ଗୋଟେ ବୋଲିବି ଆଚ୍ଛା ଆଚ୍ଛା କେମିତି ହେଲେ କାଇଁ ଭାଇନା କେମିତି ଚଉତିଶା ଜାଣିଛୁ ନା କେମିତି ଚଉତିଶା ଭାଇନା ଆମର କ ଠାରୁ କ୍ଷ ପର୍ଯ୍ୟନ୍ତ କେତୋଟି ଅକ୍ଷର କ ଠାରୁ କ୍ଷୟ ପର୍ଯ୍ୟନ୍ତ 34ଟା ଅକ୍ଷର ସେ 34ଟା ଅକ୍ଷରଟିକୁ ନେଇକି ରାତିଟି ପାଇବ ଆଚ୍ଛା ଆଚ୍ଛା କେମିତି ରାତିଟି ପାଇବ ଭାଇନା ଅଲମ ବିଲମ ଚଉତିଶା ଅଲମ ବିଲମ ଚଉତିଶା ହଁ ଆଚ୍ଛା ଆଚ୍ଛା ମାନେ ମୁଁ ଗାଇବି କ ଆଡୁ ମୁଁ ଆସିବି କ୍ଷୟ ଆଡୁ ହଁ ଆଚ୍ଛା ଆଚ୍ଛା କେମିତି ବାଟରେ ଭାଇନା ଆମେ ଅଧା ବାଟରେ ଅଧା ମିଶିବା ବାଟରେ ମିଶିବା ହୁଁ ହଁ କେମିତି କେମିତି ଭାଇନା ପ୍ରଥମରେ ମୋର ଆସିବ କ ମୋର ଆସିବ କ୍ଷୟ କେମିତି କେମିତି ଭାଇନା? କାକ ରାବିଲେ ବିଭାବରୀ ସରିଲା କ୍ଷିତି ପତିଙ୍କ ପୂଜା ନୀତି ବଢିଲା କାକ ରାବିଲେ ବିଭାବରୀ ସରିଲା ହେ ସରିଲା ହେ ସରିଲା କ୍ଷିତିପତିଙ୍କ ପୂଜା ନୀତି ବଢିଲା କ୍ଷିତି ମଣ୍ଡନା କାନ୍ତର ସଜ୍ଜା ତେଜିଲେ ହସି ହସି ବାରି ଜ୍ୟୋତି ପ୍ରକାଶିଲେ ଗୋରସକୁ ମନ୍ଥନ କଲେ ଯେ ଯାବିଧାନ ଷଡ଼ାନନ ପିୟର ମନ୍ଦିରେ କମ୍ଫୁସନ ଘନ ଘନ ରାବିଲେ ଡାଳେ ବସି ଖଞ୍ଜନ ସୂର୍ଯ୍ୟଯାନ ଅରୁଣ ସାଜିଲା ହେ ସାଜିଲା ହେ ସାଜିଲା କ୍ଷିତିପତିଙ୍କ ପୂଜା ନୀତି
ରାବିଲେ ବିଭା ବରି ସରିଲା ସରିଲା ହେ ସରିଲା ହେ ସରିଲା କ୍ଷିତିଙ୍କ ପୂଜା ନୀତି ବଢିଲା। ବୁଝିପାରିଲୁ ଭାଇ ଆଚ୍ଛା ଆଚ୍ଛା ମୋର କ ଖ ଗ ଘ ଗଲା ମୋର କ୍ଷୟ ହ ସ ଗଲା ମୋର ଆସିବ ମୋ ମୋ ଆର ସ କେମିତି ଜାଣିଛୁ ନା ଆଚ୍ଛା କେମିତି ଭାଇ ନା ପ୍ରାତୁ ବିପ୍ରେ ବେଦ ପଠନ କଲେ ସମସ୍ତେ ସମସ୍ତ କାର୍ଯ୍ୟରେ ଯୋଗ ଦେଲେ ଚନ୍ଦ୍ର ତେଜ ମଳିନ ଦିଶିଲା ଭିନ୍ନ ଭିନ୍ନ ବିପ୍ରଙ୍କୁ ଡାକି କିଏ ଦିଅଇ ଅନ୍ନ ଦାନ ଛନ୍ଦ ତେଜିଣ ଗାବ ବସାକୁ ଦେଲେ ପାନ ଲାଜ ଭୟ ଚୋରଙ୍କୁ ଆସିଲା ହେ ଆସିଲା ହେ ଆସିଲା କ୍ଷିତିପତିଙ୍କ ପୂଜା ନୀତି ବଢିଲା। ବୁଝିପାରିଲୁ ଭାଇ ଆଚ୍ଛା ବୁଝିପାରିଲେ ଭାଇ ନା ଚ ଛ ଗଲା ଆସିବ ଜ ହଁ ହଁ କେମିତି ଜାଣିଛୁ କେମିତି ଭାଇ ନା ଜଗତରେ ଜନର ଧ୍ୱନି ଶୁଭିଲା ରାତ୍ର ଯାଇ କର୍ମେ କର୍ମେ ଦିନ ଆସିଲା ଛଡି ଗଙ୍ଗ ଶିଉଳି ଧରାରେ ଗଲା ମିଳି ଜମତା ତକୁ କିଏ ଦିଏ ଜଳ ଅଞ୍ଜଳି ନବ କୁସୁମ କେହୁ ନିଅଇ ତୋଳି ତୋଳି ମଞ୍ଜୁଳ ଗାନ ପିକ ଗାଇଲା ହେ ଗାଇଲା ହେ ଗାଇଲା କ୍ଷିତିପତିଙ୍କ ପୂଜା ନୀତି ବଢିଲା ରାବିଲେ ବିଭା ବରି ସରିଲା ହେ ସରିଲା ହେ ସରିଲା କ୍ଷିତିପତିଙ୍କ ପୂଜା ନୀତି ବଢିଲା। ଭାଇ ଆଚ୍ଛା ଆଚ୍ଛା ମୋର ଆସିବ ଟ ହଁ ହଁ କେମିତି? ମୋର ଆସିବ ଭ ଟାଣ ଗଲା କୁମୁଦର ହେଲା ମୁଦ୍ରିତ ଭରସା କଲା ନିଶ୍ଚୟ ଆସିବ ରାତ୍ର ଠିକେ ଗଲା ରଜନୀ ବୋଲି କେଉଁ ସଜନୀ ବୋଲନ୍ତି ସ୍ନାନ କରି ଯିବା ପରା ସଜନୀ ଡାହୁକ ଡାଳେ ବସି ରାବ ଦିଅଇ ପୁଣି ଫୁଲରୁ ଅଳି ମଧୁ ସଞ୍ଚିଲା ହେ ସଞ୍ଚିଲା ହେ ସଞ୍ଚିଲା କ୍ଷିତିପତିଙ୍କ ପୂଜା ନୀତି ବଢିଲା। କାକ ରାବିଲେ ବିଭା ବରି ସରିଲା ହେ ସରିଲା ହେ ସରିଲା କ୍ଷିତିପତିଙ୍କ ପୂଜା ନୀତି ବଢିଲା।